ବନ୍ଧୁ ମୋବାଇଲ ହାତରେ ପରିବାର ଦୂରରେ ଧନ ବ୍ୟାଙ୍କରେ ଶାନ୍ତି ମନରେ ନାହିଁ ଘର ବଡ଼ ମନ ଛୋଟ ଫେସବୁକରେ ହସ ଜୀବନରେ ଚିନ୍ତା ଗାଡ଼ି ନୂଆ ସମ୍ପର୍କ ପୁରୁଣା ଓ ଦୂର ମନ୍ଦିର ଭିଡ଼ ମନ ଖାଲି ଖାଦ୍ୟ ବହୁତ ସ୍ୱାସ୍ଥ୍ୟ କମ୍ ଦୋଷ ଅନ୍ୟର ଭୁଲ ନିଜର ସମୟ ଟଙ୍କା ପାଇଁ ସମୟ ନିଜ ପାଇଁ ନାହିଁ ଲାଇକ୍ ହଜାରେ ସତ୍ୟ ସାଥୀ କମ୍ ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଆପଣମାନଙ୍କର ସେହି ପ୍ରିୟ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରିବା ସହିତ କମେଣ୍ଟ ବକ୍ସରେ ଆପଣ ଓଁ ବିଷ୍ଣବେ ନମ ଲେଖନ୍ତୁ, ଯାହାକି ଆପଣଙ୍କର 9ଟି ଯାକ ଗ୍ରହ ସ୍ଥିରତା ପ୍ରଦାନ କରେ ଆପଣଙ୍କୁ। ତେବେ ଆପଣ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ନିଶ୍ଚିତ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଏପ୍ରିଲ ମାସ 26 ତାରିଖ ଓଡ଼ିଆ ବୈଶାଖ ମାସ 13 ଦିନ ରବିବାର ଶୁକ୍ଳ ପକ୍ଷ ଦଶମୀ ତିଥି, ଯାହା ରାତ୍ରି 8:22 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ମଘା ନକ୍ଷତ୍ର, ଯାହା ରାତ୍ରି 10:38 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:19 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:06। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ରାତ୍ରି 8:22 ପରେ ଯୁଗ୍ନି ଅଗ୍ନି କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି, ଯାହାକି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଫଳ ରହୁଛି, ଯାହାକି କୃଷି ସନ୍ତାନ ହାନି। ଆଜି ଦଶମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି କଳମ ତତ୍ସହିତ, ଯାହାକି ଶିମ୍ବ ଏବଂ ରବିବାର ଯୋଗୁଁ ଆମିଷ ବିରି ମସୁରୀ ଅଦା ନିମ ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ ଆପଣମାନେ କରିପାରିବେ, ଯାହାକି ସୀମାନ୍ତୟନ ଅନ୍ନପ୍ରସନ୍ନ ବିଦ୍ୟାରମ୍ଭ କଳା ସଙ୍ଗୀତ ଆରମ୍ଭ ଜଳାଶୟ ଆରମ୍ଭ ତରୁ ରୁଦ୍ର ପ୍ରତିଷ୍ଠା ନୌକା ଗଠନ ହଳ ପ୍ରଭାବ ବୀର୍ଯ୍ୟରୋପଣ ବୃକ୍ଷରୋପଣ ନବସଜ୍ଜା ଉପଭୋଗ ଏବଂ ରାତ୍ରିରେ ସ୍ତ୍ରୀ ରତ୍ନ ଧାରଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:01 ଦିବା 1:09 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଦିବା 4:32 ସନ୍ଧ୍ୟା 6:09 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 12:06 ରାତ୍ରି 1:40 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି ରାହୁ କାଳ 12 ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 9:18 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:52 ରାତ୍ରି 9:18 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:41 ରାତ୍ରି 3:42 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହିଛି। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଆଡ଼କୁ ଶୀର୍ଷରେ ନେଇ ପହଞ୍ଚି ପାରିବେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଆପଣ ଚାକିରି ସମ୍ବନ୍ଧରେ ନିଶ୍ଚିତ ନିଜର କାର୍ଯ୍ୟ ଧ୍ୟାନ ସହକାରେ କରନ୍ତୁ ଏବଂ ଦେଖିବେ ଆପଣ ଧୀରେ ଧୀରେ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ନେବ।
ତେବେ ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟମ ଧରଣର ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଧ୍ୟାନ ପୂର୍ବକ କରିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଅନେକ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ଆଘାତ ଦେଇପାରେ, ଯାହାକି ମାନସିକ ସ୍ତରରେ ଆପଣ ଟିକେ ଅସ୍ଥିର ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢି ରହିବ, ଯାହାକି ଅନେକ ପ୍ରକାର ପ୍ରୋବ୍ଲେମ ଆସିବ। ଯଦି ପୂର୍ବରୁ ଆପଣଙ୍କର ରୋଗ ସମସ୍ୟା ଥିବ, ଆଜି ଆପଣଙ୍କୁ ନୈରାଶ୍ୟ ଏବଂ ବହୁତ ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ମେଷ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସାବଧାନ ରହିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ନୈରାଶ୍ୟ ହବାକୁ ପଡିବ। ମାନସିକ ସ୍ତରରେ ଆପଣ ଅଶାନ୍ତି, ତତ୍ସହିତ କାର୍ଯ୍ୟରେ ଆଦୌ ମନ ନ ଲାଗିପାରେ। ତେଣୁ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଆପଣଙ୍କର ବାଧା ବିଭିନ୍ନ ପ୍ରକାର ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିଲେ ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ ନିଶ୍ଚିତ ଉପରସ୍ଥ ଅଫିସରଙ୍କ ଠାରୁ ଗାଳି ଶୁଣିବାରୁ ଦୂରତା ଅବଲମ୍ବନ କରିପାରିବେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆଜି ପରିବାର ବର୍ଗଙ୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କଳହ ଯୋଗ ରହୁଛି। ତେଣୁ ଧ୍ୟାନ ପୂର୍ବକ ସମ୍ପର୍କ ଭଲ ଭାବେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ନିଶ୍ଚିତ ଆଜି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟ କରୁଥିଲେ ସାବଧାନ ହୋଇଯାଆନ୍ତୁ, ନହେଲେ ଆପଣଙ୍କୁ ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିବ। ବେପାର ଯେକୌଣସି କରୁଛନ୍ତି ନିଶ୍ଚିତ ସଚେତନ ଏବଂ ଆପଣଙ୍କର ବୁଦ୍ଧି ପ୍ରୟୋଗ କରି ବେପାର କଲେ ଆପଣ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ସଫଳତା ସହିତ ମହା ଆନନ୍ଦରେ କଟିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କର ଭାଗ୍ୟ ସାଥ ଦେବା ସହିତ ବହୁତ ଉତ୍ସାହିତ ସହକାରେ ନିଜର କାର୍ଯ୍ୟ କରିବେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଶୁଭ ଯୋଗ ରହୁଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଭାଗ୍ୟ ଆପଣଙ୍କୁ ସାଥ ଦେବ, ଯାହାକି ସଫଳତା ପ୍ରାପ୍ତ କରିବାର। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟ ପୂର୍ଣ୍ଣ ସୁସ୍ଥ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ସଫଳତା ରହିବ, ନିଜ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ପ୍ରେମ ସମ୍ବନ୍ଧରେ ଆପଣ ମହା ଆନନ୍ଦରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି
मिथुन राशि व्यक्ति राजनैतिक सामाजिक क्षेत्र रे आपणकर दक्षता वृद्धि करिवार एक शुभजुग स्थिति रे रहुची। आज मिथुन राशि व्यक्तिंकर भाग्य संख्या रही 4, भाग्य रंग रहुची जहाँकि आपण धूसर रंग यूज करि परिबे एवं ग्रह माने आपण को आज 95% साथ दउचंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज कर्म क्षेत्र रे आपणकर बाधा सृष्टि करि पारे जहाँकि मानसिक अशांति जुग रहुची। तत्सहित चाकरी संबंध रे आपण को बाधा प्राप्त करिवार जुग बनौची। तेणु यह प्रति निश्चित कर्कट राशि व्यक्ति सचेतन रुहंतु। तत्सहित चाकरी संबंध रे आपण ध्यान पूर्वक कार्य करंतु। आवश्यक स्थले आपण योजना प्रस्तुत करी कार्य करिले सेतरे निश्चित सफलता प्राप्त करिवे कर्कट राशि व्यक्ति। आज कर्कट राशि व्यक्ति राजनैतिक सामाजिक क्षेत्र रे आपणकर दक्षता बढ़ी न पारे जहाँकि अनेक क्षेत्र रे आपण को विफलता एवं मान सम्मान हानि होबार चांस रहुची। तेबे शिक्षार्थी विद्यार्थी मानक पई आज निश्चित भल जुग रही पारे जहाँ आपणक भाग्य राशि जना पड़ुची। आज कर्कट राशि व्यक्तिंकर जहाँकि प्रेम संबंध आपणक टिके अविश्वास युक्त होई पारे। तेणु ध्यान पूर्वक यह प्रति सचेतन रुहंतु कर्कट राशि व्यक्ति। आज कर्कट राशि व्यक्ति व्यापार वाणिज्य करुथिले निश्चित सावधान रुहंतु। देखिबे व्यापार वाणिज्य जदि निजर बुद्धि प्रयोग करी करिवे सेथिरे अनेक प्रकार सफलता एवं लाभ प्राप्त पाइबे। आज जहाँकि कर्कट राशि व्यक्तिंकर जहाँकि भाग्य संख्या रही 5, भाग्य रंग रहुची धला रंग एवं ग्रह माने आपण को आज 35% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपणक पई निश्चित धैर्य सहकारे कार्य करिवार आवश्यकता रही। गुरुत्वपूर्ण निष्पत्ति ठारू दूरता अवलंबन करंतु। आज आईनगत कार्य रे आपण निश्चित सफलता हेबे किंतु ध्यान पूर्वक निजर कार्य करंतु। आज चाकरी संबंध रे सिंह राशि व्यक्ति अनेक प्रॉब्लम रे पड़ी पारंती। तेबे अतिरिक्त कार्य चाप बढ़िवो जहाँ पई आपण नियम सहित कार्य करि परिबे नाही एवं अनेक भूल होई पारे। तेणु निश्चित सिंह राशि व्यक्ति यह प्रति सचेतन रुहंतु। सामाजिक क्षेत्र रे एवं राजनीतिक क्षेत्र रे आपणकर दक्षता कमी जिवो। आज शिक्षार्थी विद्यार्थी मानक पई आदु उत्तम जुग होई न पारे। आज सिंह राशि व्यक्तिंकर जहाँकि प्रेम दुनिया रे आपणकर भाग्य ग्रह निम्नगामी रहुची। तेणु भाव प्रवणता ठारू निश्चित निजकु दूरता अवलंबन करंतु। आज सिंह राशि व्यक्ति जहाँकि अर्थजनित कारोबार रे आपण ध्यान पूर्वक निजर व्यापार वाणिज्य करंतु। ध्यान जदि न देई करिवे ताहाले आपण अनेक प्रकार क्षति सहिबाकु पड़ी पारे। आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता वृद्धि करि पारे। तेणु निश्चित निजर स्वास्थ्य प्रति सचेतन रहिबार निहाती आवश्यकता रहिछि। आज सिंह राशि व्यक्तिंकर भाग्य संख्या रही 3, भाग्य रंग रहुची कमला रंग एवं ग्रह माने आपण को आज जहाँकि 35% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज कर्म क्षेत्र रे आपणकर अनेक प्रकार विफलता सामना करिबा को पड़िबो। मन भितरे अनेक अशांति परिवेश सृष्टि करिबो। तेणु कन्या राशि व्यक्ति निजर कार्य प्रति ध्यान पूर्वक करिवार आवश्यकता रही। तत्सहित चाकरी संबंध रे अनेक प्रतिरोध आसीबो जहाँ पई आपण मानसिक स्तर दुर्बल अशांति होई पारंती। तेणु कन्या राशि व्यक्ति यह प्रति निश्चित सचेतन रहिबार आवश्यकता रही। तेबे कन्या राशि व्यक्ति सामाजिक राजनीतिक क्षेत्र रे आपण निश्चित आज आपणक पई भल न होई पारे। तेणु यह प्रति दूरता अवलंबन करिले आपणक पई भल हेबो। आज शिक्षार्थी विद्यार्थी मानक पई विशेष भल दिन होई न पारे। आज कन्या राशि व्यक्ति जो माने व्यापार वाणिज्य करुचंती से माने अनेक प्रकार समस्या
बा क्षति सहिबाकु पड़िबो। तेणु ध्यान पूर्वक निजर व्यापार वाणिज्य करिले तेबे जाई कि आपण सफलता आड़कू अग्रगति करिवे। आज कन्या राशि व्यक्ति प्रेम संबंध रे आपणकर भल रहिबो नाही, जहाँकि निज भितरे भूल बुझामणा जोगु आपणकर संबंध खराब होबार अनेक चांस रहुची। तेणु यह प्रति निश्चित सचेतन रुहंतु। आज कन्या राशि व्यक्तिंकर पारिवारिक दृष्टि देखिले आपणकर कलह जुग रहुची। तेणु निश्चित निजर पारिवारिक संपर्क स्थिरता आनिबा पई चेष्टा करंतु एवं आपणकर आवश्यक स्थले कौनसी जुक्ति तर्क करंतु नाही। देखिबे आपणकर संपर्क भल रहिबो। आज जहाँकि कन्या राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या किछि आपणको अस्थिरता करिपारे। तेणु निश्चित स्वास्थ्य प्रति सचेतन रहिले आपणकर कौनसी स्वास्थ्य समस्या देखा देबो नाही। आज जहाँकि कन्या राशि व्यक्तिंकर भाग्य संख्या रही 8, भाग्य रंग रहुची जहाँकि गाढ़ नील रंग यूज करि परिबे एवं ग्रह माने आपन को आज जहाँकि 35% साथ दउछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज कर्म क्षेत्र रे अनेक प्रकार शुभ जुग स्थिति रहुची, जहाँ आपणक राशि चक्र जना पड़ुची। आज तुला राशि व्यक्ति निजर कार्य रे तो सफलता पाइबा सहित चाकरी संबंध रे जो माने जड़ित थिबे सेमानंकर कार्य गुड़िक आज अनेक प्रकार शुभ जुग स्थिति रे रहुतिबारु आपणकर कार्य कौशल देखि उपरस्थ कर्मचारी आपणक ऊपर निश्चित प्रशंसा साउंटिबे। आज तुला राशि व्यक्तिंकर जहाँकि राजनैतिक सामाजिक क्षेत्र रे आपण जने कर्मवीर रूपे परिचित होई पारंती। तेबे शिक्षार्थी विद्यार्थी मानक पई आज महा आनंद जुग रहुची। तत्सहित इंटरव्यू एग्जाम थिले तुला राशि व्यक्ति सेथरे निश्चित सफलता प्राप्त करिवार पूर्ण जुग रहुची। आज तुला राशि व्यक्तिंकर जहाँकि प्रेम संबंध विशेष करी एक रोमांटिक परिवेश सृष्टि करि पारे, जहाँ आपणक राशि चक्र जना पड़ुची। आज तुला राशि व्यक्तिंकर जहाँकि परिवार वर्गंक दृष्टि देखिले समस्त परिवार वर्गंक सहित मिलेमिशी हस खुशी रे दिनटी कटई पारंती। आज तुला राशि व्यक्तिंकर अर्थजनित कारोबार रे आपण अनेक प्रकार लाभ प्राप्त करिवार सुजोग रहुची, जहाँ आपणक राशि चक्र जना पड़ी। तेणु आज जदि कौनसी अर्थजनित निष्पत्ति नेबे ताहा अनेक प्रकार लाभ देई पारे तुला राशि व्यक्तिंकर। आज तुला राशि व्यक्तिंकर भाग्य संख्या रही जहाँ कि 5, भाग्य रंग रहुची जहाँ कि आपण मिश्रित कला रंग यूज करि परिबे एवं ग्रह माने आपण को आज 95% साथ दउचंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आपणकर भाग्य ग्रह पूर्ण शुभ जुग स्थिति रे रहुची। तेणु अनेक प्रकार कर्म क्षेत्र रे आपण सफलता पाइबा सहित चाकरी संबंध रे आपणकर भाग्य ग्रह पूर्ण जुग रहुथिबारु अनेक क्षेत्र रे आपण सफलता पाइबा सहित निजर प्रतिष्ठा परिप्रकाश करि पारंती चाकरी संबंध रे एवं समस्तंक मन जिणबार एक उत्तम दिन होई पारे बिछा राशि व्यक्तिंकर। आज बिछा राशि व्यक्ति जहाँकि शिक्षार्थी विद्यार्थी मानक पई एक उत्तम दिन होई पारे। तत्सहित इंटरव्यू एग्जाम थिले सेथिरे अनेक सफलता प्राप्त करिवार शुभ जुग रहुची, जहाँ आपणक भाग्य राशि रे जना पड़ुची। आज बिछा राशि व्यक्ति राजनैतिक सामाजिक क्षेत्र रे आपणकर प्रतिष्ठा लाभ करिवार एक उत्तम दिन होई पारे। आज बिछा राशि व्यक्तिंकर जहाँकि प्रेम दुनिया रे आपण बहुत रोमांटिक परिवेश सृष्टि करि पारे, जहाँ आपणक भाग्य चक्र जना पड़ुची, जहाँ आपण आज प्रेम पई एक उत्तम दिन होई पारे, जहाँ आपणक राशि चक्र जना पड़ुची। आज बिछा राशि व्यक्तिंकर पारिवारिक संपर्क भल रहिबो। पूर्वरु जदि किछि मतभेद थिबो ताहा दूरीभूत होबार अनेक चांस रहुची। आज बिछा राशि व्यक्तिंकर जहाँकि आपणकर व्यापार वाणिज्य रे आपण अनेक प्रकार लाभ प्राप्त करिवार उत्तम दिन होई पारे, जहाँ आपणक राशि चक्र जना पड़ुची। आज बिछा राशि व्यक्तिंकर भाग्य संख्या रही 5, भाग्य रंग रहुची धला रंग यूज करि परिबे
ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ ଯୋଗ ରହୁଛି। ବିଶେଷ କରି କର୍ମକ୍ଷେତ୍ରରେ ଆପଣ ରାଜସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି ଧନୁରାଶି ବ୍ୟକ୍ତିଙ୍କର। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ସାମାଜିକ ସହିତ ରାଜନୈତିକ କ୍ଷେତ୍ରରେ ଆପଣ ଏକ ଭଲ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହେବାର ଅନେକ ଚାନ୍ସ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟଗ୍ରହ ଅନେକ ପ୍ରକାର ସଫଳତା ପ୍ରାପ୍ତ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆପଣ ଆଜି ନିଜର ପ୍ରେମ ସମ୍ବନ୍ଧରେ ଆପଣ ଅନେକ ପ୍ରକାର ଭଲ ପାଇବା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ରୋମାଣ୍ଟିକ ପରିବେଶ ପାଇଁ ଆଜି ଉତ୍ତମ ଦିନ ହୋଇପାରେ, ଯାହା ଧନୁରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ପରିବାର ସମ୍ବନ୍ଧ ଭଲ ରହିବ। ପୂର୍ବରୁ ଯଦି କିଛି ଆପଣଙ୍କର ପରିବାର ସମ୍ବନ୍ଧ ଭୁଲ ବୁଝାମଣା ଥିବ, ଆଜି ସେ ବୁଝାମଣା ନିଶ୍ଚିତ ଦୂରୀଭୂତ ହେବ ଭୁଲ ବୁଝାମଣାଟି। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ବାଇଗଣୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଯୋଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଆପଣ ଭଲ ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣଙ୍କର ଦକ୍ଷତା ଯୋଗ ରହୁଛି, ଯାହାକି ପ୍ରତିଷ୍ଠା ପାଇବାର ଅନେକ ଚାନ୍ସ ରହୁଛି। ଆଜି କାର୍ଯ୍ୟ କୌଶଳ ଦ୍ୱାରା ମକର ରାଶି ବ୍ୟକ୍ତି ସମସ୍ତଙ୍କର ମନ ଜିଣିବାର ଏକ ଉତ୍ତମ ଦିନ ବନଉଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଯାହାକି ପ୍ରତିଷ୍ଠା ଲାଭ କରିବା ସହିତ ନିଜର ବ୍ୟକ୍ତିତ୍ୱ ଆପଣ ସମାଜ ଆଗରେ ପରିଦର୍ଶନ କରିପାରନ୍ତି, ଯାହା ମକର ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୋଗ ରହୁଛି, ତେଣୁ ଆପଣଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି, ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପରିବାର ଦୃଷ୍ଟିରୁ ଦେଖିଲେ ଆପଣ ନିଶ୍ଚିତ ଅନେକ ପ୍ରକାର ସମ୍ପର୍କ ଭଲ ରଖିବେ ଏବଂ ସମସ୍ତ ପରିବାର ବର୍ଗଙ୍କୁ ନେଇ ଆପଣ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରରେ ଆପଣ ଅନେକ ପ୍ରକାର ଶୁଭ ଫଳ ଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯୋଉମାନେ ଆପଣଙ୍କ ସହିତ କମ୍ପିଟିସନ କରୁଥିବେ କିମ୍ବା ଶତ୍ରୁମାନେ ଆପଣ ସେମାନଙ୍କୁ ଆଜି ନାଶ କରିବାର ପୂର୍ଣ୍ଣ ଏକ ଶୁଭ ଯୋଗ ବନଉଛି, ଯାହା ଆପଣଙ୍କ
ରାଶି ଚକ୍ରରୁ ଜଣା ପଡୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଅତି ଆନନ୍ଦମୟ ବା ଉତ୍ତମ ଦିନ କହିଲେ ଅତିରିକ୍ତି ହେବ ନାହିଁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଏକ୍ଜାମ କିମ୍ବା ଇଣ୍ଟରଭ୍ୟୁ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ଭଲ ରହିବ, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ପରିବାର ସମ୍ବନ୍ଧ ଭଲ ରଖିବାର ଏକ ଉତ୍ତମ ଦିନ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ବା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହି ନପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୋଗ ରହିଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଭଲ ସ୍ଥିତି ରହିଛି। ତେଣୁ ଆଜି ବିଶେଷ କରି ଆପଣ ମାଲି ମକଦ୍ଦମାରେ ଆପଣ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପାରିବାରିକ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ସମସ୍ତ ପ୍ରକାର ସୁଖ ପ୍ରାପ୍ତ କରିବାର ଏକ ଉତ୍ତମ ଦିନ ବୋଲି ମନେ କରାଯାଉଅଛି, ଯାହା ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ପର୍ଯ୍ୟନ୍ତ ସାଥ ଦଉଛନ୍ତି।